ଓଡ଼ିଆ ଜାତି ତଥା ମହାପ୍ରଭୁଙ୍କର ମର୍ଯ୍ୟାଦା ଓ ଗୌରବ ବଜାୟ ରଖିବା ଆମର ପରମ କର୍ତ୍ତବ୍ୟ। ପ୍ରଥମ କ୍ୟାବିନେଟ୍ ବୈଠକରେ ଆମ ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ 500 କୋଟି ଟଙ୍କାର ଏକ କର୍ପସ୍ ପାଣ୍ଠି ଗଠନ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଆମର ନିଷ୍ପତ୍ତି ଅନୁଯାୟୀ ଆଇନ ବିଭାଗ ଅଧୀନରେ ଥିବା ଏଥିପାଇଁ 500 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଓଡ଼ିଆ ଅସ୍ମିତା ପାଇଁ 200 କୋଟି ଟଙ୍କାର କର୍ପସ୍ ଫଣ୍ଡ ପାଣ୍ଠି ବ୍ୟବସ୍ଥା ମଧ୍ୟ କରାଯାଇଛି। ଓଡ଼ିଆ ଅସ୍ମିତା କାର୍ଯ୍ୟକାରୀ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ବାଚସ୍ପତି ମହୋଦୟ, ସମାଜର ସବୁଠାରୁ ଅବହେଳିତ ନାଗରିକମାନଙ୍କ ନିକଟରେ ବିଭିନ୍ନ ସରକାରୀ ସେବାର ଉପଲବ୍ଧତା ସାର୍ବଜନୀନ ସେବା ପ୍ରଦାନର ଦକ୍ଷତା ଉପରେ ନିର୍ଭରଶୀଳ। ନିରପେକ୍ଷ, ନ୍ୟାୟପୂର୍ଣ୍ଣ ଏବଂ ନ୍ୟାୟସଙ୍ଗତ ଶାସନ ବ୍ୟବସ୍ଥାର ପ୍ରମୁଖ ସ୍ତମ୍ଭ ହେଉଛି ଏକ ଦୃଢ଼ ଅଭିଯୋଗ ସମାଧାନ ବ୍ୟବସ୍ଥା। ସମସ୍ତ ସାର୍ବଜନୀନ ସେବାର ଅଭିଗମ୍ୟତା, ସୁଲଭତା ଏବଂ ଉପଲବ୍ଧତା ରହିଲେ ହିଁ ସମାଜ କଲ୍ୟାଣ ବ୍ୟାପକ, ବିସ୍ତୃତ ଏବଂ ସୁଦୂରପ୍ରସାରୀ ହୋଇପାରିବ। ସମସ୍ତ ଜରୁରୀ ସେବା ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି, ଯାହା ସେମାନଙ୍କର ସହଜ ଜୀବନ ଧାରଣରେ ସହାୟକ ହୋଇପାରିବ। ଲୋକଙ୍କୁ ତୁରନ୍ତ ସେବା ପ୍ରଦାନ ନିମନ୍ତେ ସମଗ୍ର ଗ୍ରାମ ପଞ୍ଚାୟତରୁ ଜିଲ୍ଲା ସଦର ମହକୁମାକୁ ସୁଗମ ଯୋଗାଯୋଗ କନେକ୍ଟିଭିଟି ଉପଲବ୍ଧ କରିବା ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ଏହା ବ୍ୟତୀତ ପ୍ରାନ୍ତବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମିର ଉନ୍ନତିକରଣ ସହ ନୂତନ ଶିଳ୍ପ କରିଡର ନିର୍ମାଣ ଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆମର ଯୁବକ ଯୁବତୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଆମ ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବଢ଼ାଇବାକୁ ପଡ଼ିବ। ଏହି ପ୍ରକ୍ରିୟାରେ ଓଡ଼ିଶା ବିଭିନ୍ନ ପ୍ରକାର ବାଣିଜ୍ୟିକ କାର୍ଯ୍ୟକଳାପ ପାଇଁ ଜାତୀୟ ତଥା ବିଶ୍ୱସ୍ତରୀୟ ହବ୍ ଭାବେ ଉଭା ହେବ। ପରିବେଶର ବିନାଶ କରି ଅର୍ଥନୀତିର ଅଭିବୃଦ୍ଧି କେବେ ଗ୍ରହଣୀୟ ନୁହେଁ। ପ୍ରାକୃତିକ ବିପର୍ଯ୍ୟୟ ଓ କ୍ଷୟକ୍ଷତି ଜନିତ ଅଭିଜ୍ଞତା ଯୋଗୁଁ ଓଡ଼ିଶା ଜଳବାୟୁ ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦେଶ ତଥା ସମଗ୍ର ବିଶ୍ୱର ନେତୃତ୍ୱ ନେଇପାରିବ। ଓଡ଼ିଶାର ବିକାଶ ଅର୍ଥନୈତିକ ଦୃଷ୍ଟିକୋଣରୁ ସାଧ୍ୟ, ପରିବେଶଗତ ଭାବେ ସ୍ଥାୟୀ, ସାମାଜିକ ସ୍ତରରେ ଗ୍ରହଣୀୟ ଓ ସାଂସ୍କୃତିକ ଭାବେ ସଶକ୍ତ ହେବା ଉଚିତ। ବାଚସ୍ପତି ମହୋଦୟା, ଏହି ବଜେଟ୍ ରାଜ୍ୟରେ ସାମଗ୍ରିକ ସର୍ବାଙ୍ଗୀନ ବିକାଶର ନୂତନ ଯୁଗକୁ ପ୍ରଜ୍ୱଳିତ କରିବା ପାଇଁ ଏକ ପଦକ୍ଷେପ ହେବ। ଶିଳ୍ପ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଏହା ଏକ ଲୋକାଭିମୁଖୀ ବଜେଟ୍ ଏବଂ ଆମ ସରକାର ଲୋକମାନଙ୍କୁ ସମାନ ସୁଯୋଗ ପ୍ରଦାନ ସହ କୃଷକ, ଯୁବକ ଏବଂ ଗରିବ ମହିଳାଙ୍କୁ ଜୀବନକୁ ଉଜ୍ଜ୍ୱଳ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ଏକ ଭାଗିଦାରୀ ପ୍ରକ୍ରିୟା ସ୍ୱରୂପ ଆମେ ସମାଜର ବିଭିନ୍ନ ବର୍ଗର ପ୍ରତିନିଧି ତଥା ବିଶେଷଜ୍ଞ ଏବଂ ସାଧାରଣ ଲୋକଙ୍କ ସହିତ ପ୍ରାକ୍ ବଜେଟ୍ ଆଲୋଚନା କରିଥିଲୁ। ବିଭିନ୍ନ ପ୍ରସଙ୍ଗ ଉପରେ ଆମେ ଏହି ବର୍ଷ ବିଭିନ୍ନ ମାଧ୍ୟମରୁ 12,000ରୁ ଅଧିକ ପରାମର୍ଶ ପାଇଛୁ। ବଜେଟ୍ ପ୍ରସ୍ତୁତି ବେଳେ ଆମେ ପରାମର୍ଶଗୁଡ଼ିକୁ ଯତ୍ନର ସହ ବିଚାରକୁ ନେଇ ଅନେକ ମତାମତକୁ ବଜେଟ୍ରେ ଅନ୍ତର୍ଭୁକ୍ତ ମଧ୍ୟ କରିଛୁ। ବଜେଟ୍ ପ୍ରସ୍ତୁତି ଓ ବିକଶିତ ଓଡ଼ିଶା ଗଠନରେ ନାଗରିକମାନଙ୍କର ସହଭାଗିତା ସେମାନଙ୍କର ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବାଚସ୍ପତି ମହୋଦୟା, 2024-25 ଆର୍ଥିକ ବର୍ଷ ପାଇଁ ଏହି ବାର୍ଷିକ ବଜେଟ୍ ଆମ ସରକାରଙ୍କର ପ୍ରଥମ ବଜେଟ୍ ହୋଇଥିବାରୁ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 2036ରେ ଓଡ଼ିଶା ରାଜ୍ୟ ଗଠନର 100 ବର୍ଷ ପୂର୍ତ୍ତି ହେବ। ତେଣୁ ଆଗାମୀ ଦଶନ୍ଧି ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏହି ଦଶନ୍ଧିରେ ଆମେ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଅର୍ଥନୀତିର ଉଚ୍ଚ ଅଭିବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତ କରିଛୁ। ଏବେ ମୁଁ ଏହି ଅବସରରେ ଆମ ସରକାରଙ୍କର ପ୍ରଥମ ବଜେଟ୍ରେ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ 10ଟି ସ୍ତମ୍ଭକୁ ପବିତ୍ର ଗୃହ ସମ୍ମୁଖରେ ଉପସ୍ଥାପନ କରିବାକୁ ଯାଉଛି। ପ୍ରଥମ, ଅନ୍ନଦାତା, ଯାହାକୁ କି କୃଷକ କୁହାଯାଉଛି। ଦ୍ୱିତୀୟରେ ନାରୀ ଶକ୍ତି, ତାପରେ ସାମାଜିକ ନ୍ୟାୟ, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା, ସାବଲୀଳ ଜୀବନଯାପନ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡ଼ିଶା, ଶିଳ୍ପ, ରୋଜଗାର ଓ କର୍ମ ନିଯୁକ୍ତି।
ओडिया अस्मिता और जगन्नाथ संस्कृति लोकों पाई सरकार। बाचस्पति महोदया, आम सरकार सर्वोच्च प्राथमिकता होउछि अन्नदाता मानकर सर्वांगीन विकास। तेणु मो बजेट भाषण प्रथम भागरे अन्नदाता संबंधी विषयगुड़िक उपस्थापना करुछि। स्थूल अर्थनैतिक दृश्यपट माक्रो इकोनॉमिक आउटलुक माननीय प्रधानमंत्री भारतर 75तम एवं 100तम स्वाधीनता दिवस मध्यरे थिबा 25 वर्ष को अमृत काल बोली नामित करिसेंती। एई अमृत काल 2047 सुधा भारत को एक विकसित तथा समृद्ध देश में परिणत करने निमंते प्रस्तुत करिबो। आगामी 25 वर्ष रे द्रुत अभिवृद्धि, नूतन जीवनशैली एवं सुदृढ़ वैषयिक भित्तिभूमि द्वारा भारतर अर्थव्यवस्थार समस्त क्षेत्र में नवीकरण और पुनर्गठन करा जाई परिबो, जहाँकि भारतीय अर्थनीति उपरे विश्वर विश्वास को पुनर्स्थापन करिबारे सहायक हबो। यह ही अमृत कालर स्वप्न। समृद्ध ओडिशा गठन में माननीय प्रधानमंत्री श्री नरेंद्र मोदी जी अतुट सहयोग पाई मु गभीर कृतज्ञता ज्ञापन करुछि। विश्व अर्थनीति रे मंथर अभिवृद्धिर पूर्वानुमान सत्वे भारत 2024 आर्थिक वर्ष रे विश्व अर्थनीति रे एक उज्ज्वलतम स्थान ग्रहण करने सह अभिवृद्धिर इंजिन भाव परिगणित हब। चलित वर्ष देशर सामग्रिक घरोई उत्पाद जीडीपी अभिवृद्धि हार 7.2% हेब बोली भारतीय रिजर्व बैंक आकलन करिछि। 2024-25 आर्थिक वर्ष रे आम राज्यर सामग्रिक घरोई उत्पाद जीएसडीपी 8% वृद्धि पाइब बोली आकलन करा जायछि। एही परिप्रेक्षी रे मु वर्तमान कृषि बजेट उपस्थापना करिया पे जाउछि। बाचस्पति महोदया, कृषि एवं आनुषंगिक क्षेत्र होउछि राज्यर बृहत्तम नियुक्ति क्षेत्र एवं यह राज्यर सामाजिक अर्थनैतिक विकास चाबिकाठी। यही क्षेत्र में राज्यर मोट श्रमशक्तिर 85.8% नियोजित होइथिबा बेले एहार योगदान ग्रॉस स्टेट वैल्यू एडेड जीएसवीए 22.5% अटे। आम सरकार ए क्षेत्र में महत्व को हृदयंगम करिसेंती। कृषि एवं आनुषंगिक क्षेत्र महत्व को उपलब्धि करी आम सरकार यही क्षेत्र पर यथेष्ट व्यय बरादर प्रस्ताव रखिंट। 2023-24 आर्थिक वर्ष यही क्षेत्र पर मोट बजेट अटकल 24,829 कोटी टंका थिला बेले मु 2024-25 आर्थिक वर्षर बजेट रे यह 36% वृद्धि करी मोट 33,919 कोटी टंकार प्रस्ताव रखुछि।